ବର୍ତ୍ତମାନ ଓଏସିଏସ୍ ତରଫରୁ ଗୋଟେ ନୋଟିସ୍ ଆସିଛି ଯେ କି ଅମିନ 2022 ଯେଉଁମାନେ ଏକ୍ଜାମ୍ ଦେଇଥିଲେ ତାଙ୍କର ଡିଭି ଡକୁମେଣ୍ଟ ଭେରିଫିକେସନ୍ ପାଇଁ ସର୍ଟ ଲିଷ୍ଟ ଗୋଟେ ଆସିଛି। ଦେଖନ୍ତୁ କେଉଁମାନେ ଦେଇଥିଲେ ନା ଯେଉଁମାନେ ରିଟିନ୍ କମ୍ପ୍ୟୁଟର ସ୍କିଲ୍ସ ଟେଷ୍ଟ ଦେଇଥିଲେ, ସ୍କିଲ୍ ଟେଷ୍ଟ 2/12/23 ଆଉ ମେନ୍ ରିଟିନ୍ ଏକ୍ଜାମ୍ ଦେଇଥିଲେ 2/3/2023 ଯେଉଁ ଦେଇଥିଲେ ଏକ୍ଜାମ୍ ତାଙ୍କର ସର୍ଟ ଲିଷ୍ଟ ବାହାରିଛି ଯେ କି ସେମାନେ ଯେଉଁମାନେ କ୍ୱାଲିଫାଏ କରିଛନ୍ତି ତାଙ୍କର ଗୋଟେ ଲିଷ୍ଟ ବାହାରିଛି ଯେ କି ସେମାନେ ହିଁ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଯିବେ। ଡକୁମେଣ୍ଟ ଭେରିଫିକେସନ୍ ଡେଟ୍ ଦେଖନ୍ତୁ କେବେ ଅଛି। ଡକୁମେଣ୍ଟ ଡେଟ୍ ଭେରିଫିକେସନ୍ ଅଛି 17/1/2024। 17/1/2024ରେ ଡକୁମେଣ୍ଟ ଭେରିଫିକେସନ୍ ଅଛି। ଯେଉଁମାନେ ଅମିନ 2022ରେ ଏକ୍ଜାମ୍ରେ କ୍ୱାଲିଫାଇ କରିଛନ୍ତି, ରିଟିନ୍ ଏକ୍ଜାମିନେସନ୍ ଆଉ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟର ଯେଉଁ କ୍ୱାଲିଫାଇ କରିଛନ୍ତି ତାଙ୍କର ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଲିଷ୍ଟ ଗୋଟେ ସର୍ଟ ଲିଷ୍ଟ ଆସିଛି। 17/1/2024ରେ ଭେରିଫିକେସନ୍ ଷ୍ଟାର୍ଟ ହେଇଯିବ। କେଉଁମାନେ କେତେ କ୍ୟାଣ୍ଡିଡେଟ୍ ସିଲେକ୍ସନ୍ ହେଇଛନ୍ତି ଦେଖିବା। ଟୋଟାଲ୍ 120 ଜଣ କ୍ୟାଣ୍ଡିଡେଟ୍ ସିଲେକ୍ସନ୍ ହେଇଛନ୍ତି। ଡକୁମେଣ୍ଟ ଭେରିଫିକେସନ୍ ପାଇଁ ସିଲେକ୍ସନ୍ ହେଇଛନ୍ତି। ଦେଖନ୍ତୁ ଏଠାରେ ଅଛି ସିରିଏଲ୍ ନମ୍ବର ଅଛି, ତାପରେ ରୋଲ୍ ନମ୍ବର ରହୁଛି, ଏଠି କାଟାଗୋରୀ ୱାଇଜ୍ ସିଲେକ୍ସନ୍ ଅଛି, ତାପରେ କେଉଁ କାଟାଗୋରୀରେ ସିଲେକ୍ସନ୍ ହେଇଛନ୍ତି। ଟୋଟାଲ୍ କ୍ୟାଣ୍ଡିଡେଟ୍ ହେଇଛନ୍ତି 120 କ୍ୟାଣ୍ଡିଡେଟ୍। ଆଉ ଏଠାରେ ତଳେ ଅଛି ଦେଖନ୍ତୁ କେତେ କଟଅଫ୍ ଯାଇଛି, ଦେଖି ସିଲେକ୍ସନ୍ କେତେରୁ ଯାଇଛି। 120 ଜଣ ସିଲେକ୍ସନ୍ ହେଇଛନ୍ତି, ତାଙ୍କର କଟଅଫ୍ ମାର୍କ କେତେ ଯାଇଛି ଦେଖନ୍ତୁ କାଟାଗୋରୀ ୱାଇଜ୍। ଫାଷ୍ଟ ଅଛି ୟୁଆର୍ ହେଇଛି 172.5, ଦେଖି ସିଲେକ୍ସନ୍ ହେଇଛି। ୟୁଆର୍ ଓମେନ୍ ଅଛନ୍ତି 160.5, ଏସ୍ସିବିସି ପୋଷ୍ଟ ନାହିଁ ଯେହେତୁ ନାହିଁ, ଏସ୍ସିବିସି ଓମେନ୍ ଅଛି 159 ମାର୍କ କଟଅଫ୍ ଯାଇଛି। ଏସ୍ସିରେ 146, ଏସ୍ସି ଓମେନ୍ ଯାଇଛି 131.5, ଏସ୍ଟି ଯାଇଛି 125, ଏସ୍ଟି ଓମେନ୍ ଯାଇଛି 121, ଏକ୍ସ ସର୍ଭିସମ୍ୟାନ୍ ଯାଇଛି 135.5, ସ୍ପେଶାଲ୍ ଯାଇଛି 168, PWD ଯାଇଛି ଆମେ ଦେଖନ୍ତୁ PWDରେ ଅଛି 82.5, ଆଉ କାଟାଗୋରୀ 2ରେ ଯାଇଛି 132। ଏଇ ମାର୍କରେ ସିଲେକ୍ସନ୍ ହେଇଛି ଯେ କଟକ ସିଲେକ୍ସନ୍। ଯେଉଁମାନେ ଡିଭି ପାଇଁ କ୍ୱାଲିଫାଇ ହେଇଛନ୍ତି ତାଙ୍କର ଏବେଠାରୁ ଡକୁମେଣ୍ଟ ସବୁ ରେଡ଼ି କରି ରଖିଥାନ୍ତୁ।